ପ୍ରେମ ଏକ ଅକୁହା ବେଦନା ଭାଗ 6। ସୌମ୍ୟ ଚୁପ୍ ହେଇ ବସିଥାଏ। ଶେଖର ସୌମ୍ୟକୁ କିଛି ସମୟ ଦେବାକୁ ଉଚିତ ମଣିଲେ। ତେଣୁ ସେ ଝରକା ଦେଇ ବାହାରକୁ ଅନେଇ ଭାବୁଥାନ୍ତି, କ'ଣ ହେଇଛି ସୌମ୍ୟର? 2 ଦିନ ତଳେ ଘରେ ବି ସେ ଏମିତି ହିଁ ବ୍ୟବହାର କରିଥିଲା ତା ସାଙ୍ଗ ଘରୁ ଆସିଲା ପରେ। ଦୁଇଟା ଯାକ ଘଟଣା ମଧ୍ୟରେ ବୋଧେ ସାମଞ୍ଜସ୍ୟ ଅଛି। ଏଠିକି ଆସିଲା ପରେ ସୌମ୍ୟ ସ୍ୱାଭାବିକ ହେଇଯାଇଥିଲା, ହେଲେ ଆଜି ତାର ଅବସ୍ଥା। ହଠାତ୍ ସୌମ୍ୟ କହି ଉଠିଲା, ଶେଖର ଚାଲ ଘରକୁ ପଳେଇବା, ମୁଁ କୁନୁ ପାଖରେ ରହିବାକୁ ଚାହୁଁଛି। ଶେଖର ଯିବା ନା? ସୌମ୍ୟକୁ ଆଶ୍ୱସ୍ତ କରିବାକୁ ଯାଇ ଶେଖର ସୌମ୍ୟ ପାଖରେ ବସି ପଡ଼ି କହିଲେ, ହଁ ଯିବା, ତମେ ଯାହା କହିବ ତାହା ହିଁ ହେବ। ସୌମ୍ୟର ହାତ ଧରି ଶେଖର କହିଲେ, ହେଲେ ତା ଆଗରୁ କ'ଣ ହେଇଛି ସୌମ୍ୟ, ମୋତେ କୁହ, ମୁଁ ଜାଣିଲେ ହିଁ କିଛି କରିପାରିବି। ସୌମ୍ୟ ଶେଖର ମୁହଁକୁ ଅନେଇ ପୁଣି କାନ୍ଦିବାକୁ ଲାଗିଲା। ଶେଖର ସୌମ୍ୟକୁ ଅନୁଭବ କରିବାକୁ ଚାହୁଁଥିଲେ ସେ ତା ସାଙ୍ଗରେ ଅଛନ୍ତି, ତେଣୁ ତା ହାତକୁ ଆହୁରି ଜୋରସେ ଭିଡ଼ି ଧରିଲେ। ସେ ଚାହୁଁଥିଲେ ସୌମ୍ୟ ମନ ଭରି କାନ୍ଦୁ, ମନ ହାଲକା ହେଲା ତ। ତାକୁ ଚୁପ୍ ରହିବାକୁ କହି ତା ମନର ବେଦନାକୁ ସେ ଲୁଚେଇ ଦେଉ ବୋଲି ଶେଖର ଚାହୁଁନଥିଲେ, ବରଂ ଲୁହ ହୋଇ ଝରିଯାଉ। ଅକୁହା ବେଦନା ଯେ କେତେ କଷ୍ଟ ଦିଏ ତାଙ୍କଠୁ ଅଧିକ କିଏ ଜାଣିଛି? କିଛି ସମୟ ପରେ ସୌମ୍ୟ ଟିକେ ଶାନ୍ତ ପଡ଼ିବାରୁ ଶେଖର କହିଲେ, ଏଥର କୁହ ସୌମ୍ୟ, କ'ଣ ହେଇଛି? କ'ଣ ପାଇଁ ଏତେ ଡରି ଯାଇଛ? ସୌମ୍ୟ କିଛି କହିବାକୁ ଯାଉଥିଲା, ଶେଖର ପୁଣି କହିଲେ, କେବଳ ଆଜିର ଘଟଣା ନୁହେଁ, ମୋତେ 2 ଦିନ ତଳର କଥା ବି ଜାଣିବା ଅଛି। ଯେଉଁ ଦିନ ତମେ ତମ ସାଙ୍ଗ ମିତା ଘରକୁ ଯାଇଥିଲ। ମିତା ଘରକୁ ଯେଉଁ ଦିନ ଯାଇଥିଲି? ହଁ ସୌମ୍ୟ, ସେଦିନ ବି କିଛି ହେଇଥିଲା ବୋଲି ମୁଁ ଜାଣିଛି। ଆଉ ସେଦିନ ଘଟଣା ଆଜିର ଘଟଣାର କାରଣ ଏକା ବୋଲି ମୁଁ ଭାବୁଛି। ଆଉ ଏଇଠିକି ତମକୁ ମୁଁ ନେଇକି ଆସିବା କାରଣ ମୁଁ ତମ ସହ ଏକାନ୍ତରେ ଏ ବିଷୟରେ କଥା ହେବାକୁ ଚାହୁଁଥିଲି, କିନ୍ତୁ ଜାଣିନଥିଲି ଯେ ଏଇଠି ଏମିତି କିଛି ହେବ। ଶେଖର ସୌମ୍ୟ ପାଖରୁ ଉଠିଯାଇ କି ଝରକା ପାଖରେ ଠିଆ ହୋଇ କହିଲେ, ହଁ ସୌମ୍ୟ, ଏସବୁ ମୁଁ ତୁମକୁ ତୁମ ସ୍ୱାମୀ ହିସାବରେ ନୁହେଁ, ବରଂ ଗୋଟେ ଭଲ ବନ୍ଧୁ ଭାବେ ପଚାରୁଛି। କ'ଣ ହେଇଛି ସୌମ୍ୟ? ସତ କହିବାକୁ ଗଲେ ମୁଁ ତୁମର ଏ ଅବସ୍ଥା ଦେଖି। ଏତିକି କହୁ କହୁ ଶେଖର ଅଟକି ଗଲେ। କିଛି ସମୟ ପାଇଁ ରୁମ୍ରେ ଏକ ଅସ୍ୱାଭାବିକ ଚୁପ୍ ରାଜୁତି କରିବାକୁ ଲାଗିଲା। ସୌମ୍ୟ ବି ଯାଇ ଝରକା ପାଖେ ଠିଆ ହେଇ ବାହାରକୁ ଦେଖିବାକୁ ଲାଗିଲା। କିଛି ସମୟ ପରେ କହିଲା, ଶେଖର, ମୋ ଜୀବନର ପ୍ରତ୍ୟେକ ପୃଷ୍ଠା ତମ ଆଗରେ ମୁଁ ଖୋଲିକି ରଖିଦେଇଛି। ଏମିତି କିଛି ନାହିଁ ଯେଉଁଟା ତମେ ଜାଣିନ ବା ମୁଁ ତୁମକୁ ଲୁଚେଇବି। ତମ ଆଗରେ ମୋ ଜୀବନ ଏକ ଖୋଲା ବହି। ସେ ବହିର କିଛି କଳା ଅତୀତ ଆଜି ମୋ ସାମ୍ନାରେ। ସୌମ୍ୟ ଶେଖରଙ୍କୁ ଅନେଇ ଅସହାୟ ଭାବରେ କହିଲା, ସେ ଫେରି ଆସିଛି ଶେଖର। ଶେଖର ସୌମ୍ୟକୁ ଦେଖିବାକୁ ଲାଗିଲେ। କ'ଣ ପ୍ରତିକ୍ରିୟା ଦେବେ ସେ ନିଜେ ବି ଜାଣିପାରିଲେ ନାହିଁ, କିନ୍ତୁ ମନଟା ବିଦାରୀ ହୋଇଯାଉଥିଲା ଭିତରେ ଭିତରେ। ହଠାତ୍ କିଛି ଜିନିଷ ହରେଇ ଦେବା ଆଶଙ୍କାରେ ଭୟଭୀତ ହୋଇ ଉଠିଲେ। ପାଖରେ ଥିବା ଚୌକିରେ ଲଥକିନା ବସି ପଡ଼ିଲେ। କ'ଣ କହିବେ ବି ଭାବି ପାରୁନଥିଲେ। ସୌମ୍ୟ ଶେଖରଙ୍କ ପାଖରେ ଆସି ବସି ପଡ଼ିଲା। ଶେଖରଙ୍କୁ ଆଉ କିଛି ଶୁଣିବା କି କହିବା ପାଇଁ ଇଚ୍ଛା ନଥିଲା। ଅନେକ ପ୍ରଶ୍ନର ସମାହାର ତାଙ୍କ ମନରେ ଉଙ୍କି ମାରୁଥିଲା, ହେଲେ ସେ କେବଳ ସୌମ୍ୟକୁ ଅନେଇ ରହିଲେ କିଛି ଉତ୍ତର ପାଇବା ଆଶାରେ। ସୌମ୍ୟ କହିଲା, ମୁଁ ଜାଣିନଥିଲି ଶେଖର, ମିତା ଘରେ ମୋର ତାହା ସହ ଏମିତି ଦେଖା ହେଇଯିବ ବୋଲି। ମୁଁ ନିଜେ ସେଦିନ ତାକୁ ହଠାତ୍ ମୋ ସାମ୍ନାରେ ଆବିଷ୍କାର କରିଥିଲି। ସତ କହୁଛି ଶେଖର, ମୁଁ ସେଇ ମୁହୂର୍ତ୍ତରେ ସେଇଠୁ ଘରକୁ ଚାଲି ଆସିଥିଲି। ହେଲେ ଆଜି ପୁଣି ହୋଟେଲରେ କହି ସୌମ୍ୟ କାନ୍ଦିବାକୁ ଲାଗିଲା। ଶେଖର ବ୍ୟସ୍ତ ହୋଇ କହିଲେ, କ'ଣ ହେଲା ସେ ସୌମ୍ୟ? କିଛି ନାହିଁ, ତମେ ଏବେ କ'ଣ କରିବାକୁ ଚାହଁ ସୌମ୍ୟ? ତମେ ଯାହା କହିବ ମୁଁ ସେ ଅନୁସାରେ ବ୍ୟବସ୍ଥା କରିଦେବି, ଶେଖର କହିଲେ। ଶେଖରଙ୍କ କଥା ଶୁଣି ସୌମ୍ୟ ଚୁପ୍ ହୋଇ ସେଇଠୁ ଉଠି ଆସି ବାଲକୋନିକୁ ଚାଲିଗଲା। ଏମିତି କେମିତି କହିପାରିଲେ ଶେଖର ମୋତେ? ସତରେ ସେ ମୋତେ କ'ଣ ଭାବୁଛନ୍ତି? ମୁଁ ଯାହା କହିବି ବ୍ୟବସ୍ଥା କରିଦେବେ ମାନେ? ହଁ, ମୁଁ ବି ଆଉ କେଉଁ ଅଧିକାର ଅଭିମାନ କରିବି ତମ ଉପରେ ଶେଖର? ସେ ଅଧିକାରରୁ ମୁଁ ନିଜେ ତ ତମକୁ ବଞ୍ଚିତ କରି ରଖିଛି। ଏତିକି କହି ସେ ବହୁତ କାନ୍ଦିବାକୁ ଲାଗିଲା। ସୌମ୍ୟର ଏମିତି ଉଠିଯିବା ଶେଖରଙ୍କୁ ବାଧ୍ୟ କଲା ଭାବିବାକୁ ଯେ ସୌମ୍ୟ ବି ବୋଧେ ସେମିତି ହିଁ ଚାହୁଁଛି। ହଁ, ମୁଁ ବହୁ ଆଗରୁ ଜାଣିଥିଲି ଏମିତି କିଛି ହେବ ବୋଲି, ତାହେଲେ ଆଜି କାହିଁକି ଏତେ ସବୁ ଭାବନା? ମୋତେ ଏସବୁ ପାଇଁ ଆଗରୁ ପ୍ରସ୍ତୁତ ହେଇଯିବା କଥା। ହେଲେ ସୋନାଲି କଥା କ'ଣ? ସେ କିଛି ଭାବି ପାରୁନଥିଲା ଆଗକୁ। ସେପଟେ ସୌମ୍ୟ ଶେଖରଙ୍କୁ ଲୁଚେଇକି ହେଲେ ବି କାନ୍ଦି ପାରୁଥିଲା। ଶେଖର କିନ୍ତୁ ନା କାନ୍ଦି ପାରୁଥିଲେ ନା କିଛି କହିପାରୁଥିଲେ। ହେଲେ ଉଭୟଙ୍କ ସମାନ ଅବସ୍ଥା ଥିଲା। ଆଉ ଏହା ସତ ବି ଥିଲା ଯେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ, ଯାହା ଅକୁହା ହେଇ ରହିଯାଇଛି। ଜଣେ ରୁମ୍ରେ ତ ଆଉ ଜଣେ ବାଲକୋନିରେ।
ଦୁହିଁଙ୍କ ଭିତରେ ଦୂରତା କମାଇବା ପାଇଁ କେବଳ ଏକ ମାତ୍ର କବାଟ ଥିଲା। ହେଲେ ମନର ଦୂରତା ବହୁତ ଅଧିକ ହୋଇଯାଇଥିଲା। ଦୁହେଁ ଦୁହିଁଙ୍କୁ କହିବା ପାଇଁ ବହୁତ କିଛି ଚାହୁଁଥିଲେ, ହେଲେ କେହି ବି ନୀରବତାର ସୀମା ଟପି ଯାଇପାରୁନଥିଲେ। କଥା ଗୁଡ଼ିକ ସେମିତି ଅକୁହା ହୋଇ ରହିଯାଉଥିଲା ଦୁଇ ଜଣଙ୍କର। ଆଉ ସେହି ଅକୁହା କଥା ଯୋଗୁଁ ଦୁହେଁ ଯେ କେତେ ବେଦନା ସହୁଥିଲେ। ସକାଳ ପାଇବାକୁ ଆଉ କିଛି ସମୟ ବାକି ଥାଏ। ସୌମ୍ୟା ଉଠି ଠିଆ ହେଲା। ରୁମ୍କୁ ଯାଉ ଯାଉ ଶେଖର ଉପରେ ନଜର ପଡ଼ିଲା। ଶେଖର ଚୌକିରେ ବସି ବସି ଶୋଇଯାଇଥିଲେ। ଶେଖରକୁ ଅନେକ ପୁରୁଣା କଥା ଭାବିବାକୁ ଲାଗିଲା। ନିରୀହ ନିଷ୍କପଟ ମଣିଷଟିଏ, ଗୋଟେ ପୁରୁଷ ଭିତରେ ଯାହା ଯାହା ଗୁଣ ରହିବା କଥା ତାଠୁ ଢେର ଅଧିକ ଗୁଣର ଅଧିକାରୀ। ସବୁଠୁ ବଡ଼ କଥା ହେଲା ନାରୀଙ୍କୁ ସମ୍ମାନ ଦେବା। ମୋତେ 10 ପାଳ ଦିଗ ଅଗ୍ନିକୁ ସାକ୍ଷୀ ରଖି ବାହା ହେଇ ଆସିଛନ୍ତି, କିନ୍ତୁ କେବେ ସ୍ୱାମୀର ଅଧିକାର ମୋ ଉପରେ ଜାହିର କରିନାହାନ୍ତି। କେତେ ଖୁସି ନଥିଲେ ସେ ସେଦିନ। ବାହାରେ ଶେଖର ଆଉ ତାଙ୍କ ସାଙ୍ଗମାନେ ଥଟ୍ଟା ତାମସାରେ ବ୍ୟସ୍ତ। ସମ୍ପର୍କୀୟ ଭାଉଜ ଓ ନଣନ୍ଦମାନେ ଆସି ମୋତେ ରୁମ୍ରେ ଛାଡ଼ି ଦେଇଗଲେ। ରୁମ୍ଟିର ସାଜସଜ୍ଜା ଦେଖିଲେ ଆଖି ଲାଗିଯିବ, କିନ୍ତୁ ସେସବୁ ପ୍ରତି ମୋର ନିଘା ନଥାଏ। ଏପଟେ ଶେଖର ବ୍ୟସ୍ତ ହେଉଥାନ୍ତି, ସାଙ୍ଗମାନଙ୍କ ଠାରୁ ବଞ୍ଚି କେମିତି ଯିବି। ଆଜି ତାଙ୍କ ଚତୁର୍ଥୀ ରାତି। ପ୍ରଥମ ଥର ଯେବେ ସୌମ୍ୟାକୁ ଦେଖିଥିଲେ, କଥାକୁ ଆଖି ଦୁଇଟିକୁ ଦେଖି ସେ ପ୍ରେମରେ ପଡ଼ିଯାଇଥିଲେ। କିନ୍ତୁ ବାହାଘର ପୂର୍ବରୁ କଥା ହେବାର ସୁଯୋଗ ମିଳିନଥିଲା। ତେଣୁ ଶେଖର ବହୁତ ଅଧୀର ଉଠିଲେ ଯେ ସୌମ୍ୟାକୁ ମନ ଭରି ଦେଖିବା ପାଇଁ, ଆଉ ବହୁଗୁଡ଼ିଏ ଅକୁହା କଥା ହେଇ ରାତି ବିତେଇ ଦେବାକୁ ପ୍ରାଣପ୍ରିୟାର କୋଳରେ ମୁଣ୍ଡ ରଖି। ଶେଖର ମା ଆସି ତମମାନଙ୍କ ଗପ ସରିବନି, ଯାଅ ସମସ୍ତେ ଶୋଇବ, ରାତି ଅନେକ ହେଲାଣି। ଶେଖର ମନେ ମନେ କହିଲେ, ଯା ହଉ ମା ତ ମୋ ମନ କଥା ବୁଝିଲେ। ରୁମ୍ ଯେତେ ପାଖେଇ ଆସୁଥାଏ ଶେଖର ସ୍ପନ୍ଦନ ବଢ଼ିବାକୁ ଲାଗୁଥାଏ। କବାଟ ଖୋଲି ଆଉ ବନ୍ଦ ହେବା ଆବାଜ ଶୁଣି ସୌମ୍ୟା ମନ ବିଚଳିତ ହେବାକୁ ଲାଗିଲା। ମା ମନା କରିଛନ୍ତି କିଛି କହିବାକୁ, କିନ୍ତୁ ମୁଁ ମିଛ କହିବିନି କି କିଛି ଲୁଚେଇବାକୁ ଚାହୁଁନି। ନିଜ ମନକୁ ଦୃଢ଼ କରିଥାଏ, ଯାହା ବି ହଉ ଶେଖରଙ୍କୁ ସବୁ ସତ କହିଦେବି, ତାପରେ ଯାହା ହବ ଦେଖାଯିବ। ଶେଖର ଆସି ସୌମ୍ୟାର ଓଢ଼ଣୀ ବାହାର କରିଛନ୍ତି ତ ସୌମ୍ୟା ଜାଗାରୁ ଉଠିଯାଇ ଶେଖର ପାଦ ତଳେ ପଡ଼ିଗଲା। ଆରେ ଶ୍ରୀମତୀ, ଏ କ'ଣ କରୁଛ? ସ୍ୱାମୀ ସ୍ତ୍ରୀ ଉଭୟ ସମାନ, ଚାଲ ଉଠ କହି ସୌମ୍ୟାକୁ ନିଜେ ଉଠେଇ ଦେଇ ଖଟ ଉପରେ ବସେଇ ଦେଲେ। ସୌମ୍ୟାର ହାତ ଧରି ସୌମ୍ୟାକୁ କହୁଛନ୍ତି, ଜାଣିଛ ଶ୍ରୀମତୀ, ପ୍ରଥମ ଦେଖାରେ ମୁଁ ତୁମକୁ ଭଲ ପାଇ ବସିଛି। ସୌମ୍ୟା ଅଟକେଇ ଦେଇ କହିଲା, ତମେ କିଛି କହିବା ପୂର୍ବରୁ ମୁଁ ତୁମକୁ କିଛି କହିବାକୁ ଚାହୁଁଛି। ମୁଁ ଏସବୁ କଥା ବାହାଘର ପୂର୍ବରୁ କହିବାକୁ ଚାହୁଁଥିଲି, କିନ୍ତୁ ମୋତେ ସୁଯୋଗ ମିଳିଲାନି। ବହୁତ ଥର ଚେଷ୍ଟା କରିଛି ତମ ସହ କଥା ହେବା ପାଇଁ, ମା ମୋତେ ମନା କରିଥିଲା। ନା ଶ୍ରୀମତୀ, ମୋତେ ଆଜି କହିବାକୁ ଦିଅ। ମୁଁ ତୁମକୁ ବହୁତ କିଛି କହିବାର ଅଛି। ମୁଁ ତୁମକୁ କେତେ ଭଲ ପାଏ ତମେ ଭାବି ବି ପାରିବନି। ଶେଖର, ମୁଁ ତମ କଥା ବୁଝୁଛି, କିନ୍ତୁ ମୋ କହିବାଟା ତୁମଠାରୁ ଅଧିକା ଜରୁରୀ। ସୌମ୍ୟାର ମୁହଁ ଦେଖି ଶେଖର ବୁଝିଗଲେ ଯେ କିଛି ଗମ୍ଭୀର କଥା କହିବାକୁ ଚାହେଁ ସେ। ନିଜକୁ ନିଜେ ଆୟତ୍ତ କରି ନେଇ କହିଲେ, କୁହ ଶ୍ରୀମତୀ, କ'ଣ କହିବାକୁ ଚାହଁ? ଶେଖର, ମୁଁ ଏ ବାହାଘରରେ ରାଜି ନଥିଲି। ଆମ ଘରେ ସମସ୍ତେ ଜାଣିଥିଲେ, କିନ୍ତୁ କେହି ମୋ କଥା ବୁଝିଲେନି। ମୁଁ ଆଉ କାହାକୁ ଭଲ ପାଉଛି। ଶେଖର ଏକଥା ଶୁଣି ସୌମ୍ୟା ହାତକୁ ଛାଡ଼ିଦେଲେ। ସେଇଠୁ ଉଠି ଯାଇ ପାଖରେ ପଡ଼ିଥିବା ସୋଫାରେ ବସି ପଡ଼ିଲେ। ସୌମ୍ୟା ଶେଖରଙ୍କୁ ଅନେଇଲା। ସେ ଜାଣିଥିଲା ଏମିତି କିଛି ହେବ, ତେଣୁ ଆଗରୁ ହିଁ ନିଜକୁ ପ୍ରସ୍ତୁତ କରିନେଇଛି। ନିଜ ଲୁହ ପୋଛି ପୁଣି କହିବା ଆରମ୍ଭ କଲା, ମୋ ଦିଦି ଘରୁ ପଳେଇ ଯାଇ ପ୍ରେମ ବିବାହ କରିଛି। ମୋ ବାପା ଏ ଖବର ଶୁଣି ସହି ନପାରି ହୃଦଘାତରେ ଚାଲିଗଲେ। ମୋ ମା ପାଠ ପଢ଼ିବା ପାଇଁ ବହୁତ କଷ୍ଟ କରିଛନ୍ତି। ମୋ ପଢ଼ା ସାରିଲା ପରେ ମୋ ମା ପାଇଁ ମୋତେ ନ କହି ପ୍ରସ୍ତାବ ଖୋଜିବାକୁ ଲାଗିପଡ଼ିଲେ। ମୋ ଦିଦି ପରେ ମୁଁ ଚାହୁଁନଥିଲି ଯେ ଏମିତି କିଛି ଘଟଣା ମୋ ଜୀବନରେ ଆସୁ। ମୁଁ ତେଣୁ ସାଙ୍ଗସାଥି ବି ଏତେ ହୁଏନି। କଲେଜ ଯେ ଆଉ ସିଧା ଘରକୁ ଫେରେ। ହେଲେ ଶେଖର, ପ୍ରେମ ନା ଜୀବନରେ କେତେବେଳେ କାହା ସହ ହେଇଯାଏ ନିଜକୁ ବି ମାଲୁମ ନଥାଏ। ସୌମ୍ୟା ଉଠିଯାଇ ଶେଖରଙ୍କ ପାଖରେ ଆସି ବସି ପଡ଼ିଲା। ଜାଣିଛ ଶେଖର, ଏ ପ୍ରେମ ନା ଯେତେ ମିଠା, ପ୍ରେମରେ ପ୍ରତାରଣା ତାଠାରୁ ଅଧିକ କଷ୍ଟଦାୟକ। ମୁଁ ତମଠାରୁ ଏସବୁ ଲୁଚେଇ କିଛି ଛଳନା କରିବାକୁ ଚାହୁଁନଥିଲି। ତାହେଲେ ତମେ ତାକୁ ବାହା ନହେଇ ମୋତେ କାହିଁ ବାହା ହେଲ? ନିଜ କୋହକୁ ଚାପି ରଖି ଶେଖର ପଚାରିଲେ। ମଣିଷ ଯାହା ଚାହେଁ ତାହା ଏତେ ସହଜରେ ମିଳେନି ଶେଖର। ଆଉ ଯଦି ମିଳିଯାଇଥାନ୍ତା ତାହେଲେ କେହି ଆଉ ଦୁଃଖୀ ନଥାନ୍ତେ। ଜୀବନ ଜିଇବାକୁ ହେଲେ କିଛି ନା କିଛି ତ୍ୟାଗ କରିବାକୁ ପଡ଼େ ଶେଖର। ତମେ ଯେମିତି ମୋ ଠାରୁ ଏବେ କିଛି ତ୍ୟାଗ ଚାହୁଁଛ। ସୌମ୍ୟା ଶେଖରଙ୍କୁ ଅନେଇଲା। ଶେଖରଙ୍କ ପ୍ରଶ୍ନର ଉତ୍ତର ନ ଦେଇ ପୁଣି କହିବାକୁ ଆରମ୍ଭ କଲା, ମୋର ସାହସ ନଥିଲା ଘର ଛାଡ଼ି ଯିବାକୁ, ତେଣୁ ମୁଁ ଯାଇ ରୋହିତକୁ କହିଲି ପ୍ରସ୍ତାବ ନେଇ ଆସ ଆମ ଘରକୁ। ହେଲେ ସେ ରୋକଠୋକ ମନା କରିଦେଇଥିଲା ମୋତେ ବାହା ହେବାକୁ। ଏବେ ମୁଁ ବାହା ହେଇପାରିବିନି, ମୋ ଭଉଣୀ ବାହା ନହେଲା ତ। ଘର ସବୁ ଦାୟିତ୍ୱ ମୋ ଉପରେ କହି ଏଡ଼େଇ ଯାଇଥିଲା ମୋ ଜୀବନରୁ। ମୋତେ କ୍ଷମା କରିଦେବ ଶେଖର। ମୁଁ ଏସବୁ ବାହାଘର ପୂର୍ବରୁ ହିଁ କହିବାକୁ ଚାହୁଁଥିଲି, ଆଉ ନିଷ୍ପତ୍ତି ତମର ହେଇଥାନ୍ତା। ଶେଖରଙ୍କ ସ୍ପନ୍ଦନ ଯେମିତି ବନ୍ଦ ହେଇଯିବ ତାଙ୍କୁ ଲାଗୁଥିଲା। ସୌମ୍ୟା ତ ତା ଅକୁହା କଥା ଗୁଡ଼ିକ ମୋ ଆଗରେ କହି କାନ୍ଦି ଦେଇ ହାଲକା ହେଇଗଲା। ହେଲେ ମୁଁ କାହାକୁ କହିବି? ଏ ଅକୁହା ବେଦନା ଯେ ନା କାହାକୁ ଦେଖେଇ ହୁଏ ନା ଲୁଚେଇ ହୁଏ। ସତରେ ପ୍ରେମ ଏକ ଏକୁହା ବେଦନା ଯାହା ଭାରି କଷ୍ଟ ଦିଏ। ପ୍ରେମର ଯନ୍ତ୍ରଣାରେ ନିଜେ ଛଟପଟ ହେଉଥିଲେ ମଧ୍ୟ
ସୌମ୍ୟାର କାନ୍ଦ କାନ୍ଦ ମୁହଁ ସେ ସମ୍ଭାଳି ପାରିଲେନି। ଶ୍ରୀମତୀ ଟିକେ ରହିଯାଅ, ଶୋଇପଡ଼, ରାତି ଅନେକ ହେଲାଣି, ଆମେ କାଲି ଏ ବିଷୟରେ କଥା ହେବା କହି ଶେଖର ଖଟରୁ ତକିଆ ଆଉ ଚାଦର ଆଣି ସୋଫା ଉପରେ ଗଡ଼ି ପଡ଼ିଲେ। ସୌମ୍ୟା ଖଟ ଉପରେ ସେମିତି ବସି ରହିଥିଲା। ଶେଖର, ମୁଁ ଆଶା କରୁଛି ତମେ ମୋତେ କ୍ଷମା କରିଦେବ, ଆଉ ତମେ ଯାହା ବି ନିଷ୍ପତ୍ତି ଶୁଣିବ ମୁଁ ମାନି ନେବି। ଏବେ ତ କାଲିକୁ ଅପେକ୍ଷା। କବାଟରେ କାହା କରାଘାତରେ ସୌମ୍ୟା ଭାବନା ରାଜ୍ୟରୁ ଓହରି ଆସି କବାଟ ଖୋଲି ଦେଖେ ତ ରୁମ୍ ସର୍ଭିସ୍। ଠକ୍ ଠକ୍ରେ ଶେଖରଙ୍କ ନିଦ ବି ଭାଙ୍ଗି ଯାଇଥାଏ। ସୌମ୍ୟା ମୁଁ ଫ୍ରେଶ୍ ହେଇ ଆସୁଛି କହି ବାଥରୁମ୍ରେ ପଶିଗଲା। ଶେଖର ରୁମ୍ ବୟକୁ କିଛି ପଚାରିଲେ, ଆଉ ଖୁସି ହେଇ ତା ହାତକୁ ଟିପ୍ସ ବଢ଼େଇ ଦେଲେ। କହିଲେ, ଆମେ ଆସିବା ପୂର୍ବରୁ ହେଇଯିବ ତ? ସିଓର ସାର୍ କହି ସେ ଚାଲିଗଲା। ଶେଖର ପଛକୁ ବୁଲି ଦେଖନ୍ତି ତ ସୌମ୍ୟା ଠିଆ ହୋଇଥାଏ। ଶ୍ରୀମତୀ କିଛି ଜାଣିପାରୁନାହାନ୍ତି ତ? ସୌମ୍ୟା କ'ଣ କହିବ ଚିନ୍ତା କରୁଥାଏ। ଶେଖର କହିଲେ, ଶୀଘ୍ର ରେଡ଼ି ହେଇଯାଅ, ସକାଳ ଦର୍ଶନ ସାରି ଆସିଯିବା। ଫ୍ରେଶ୍ ହୋଇ ଉଭୟ ମନ୍ଦିରରେ ପହଞ୍ଚିଗଲେ। ଏତେ ପାଖରୁ କାଳିଆ ଦର୍ଶନ କରି ଆଖି ଓଦା ହେଇଯାଇଥିଲା ଉଭୟଙ୍କର। ଜଗତର ନାଥ ସେ, ନିଜ ଦର୍ଶନରେ ଜଗତ ଯାକ ଦୁଃଖକୁ ଭୁଲେଇ ଦିଅନ୍ତି ଭକ୍ତ ମନରୁ। ଭାବ ବିହଳରେ ନେତ୍ରରୁ ଅଶ୍ରୁଧାରା ବହି ଚାଲିଛି ସୌମ୍ୟାର ଦର୍ଶନ ସାରି ବାହାରକୁ ଆସିଲା ପରେ ମଧ୍ୟ। ଆଖପାଖ ସବୁ ମନ୍ଦିର ବୁଲି ସାରି ଏଥର ଯିବା ଚାଲ, ଶେଖର କହିଲେ। ତାର ଜମା ଇଚ୍ଛା ନଥାଏ ଘରକୁ ଯିବାକୁ। ସୌମ୍ୟା କହିଲା, ଚାଲ ନା କୋଣାର୍କ ବୁଲି ଆସିବା, ଆଉ ଥରେ କେବେ ଆସିବା କେଜାଣି। ବୁଲିବା ବାସ୍ ବାହାନା ଥିଲା, ପ୍ରକୃତରେ ସେ ଶେଖରଙ୍କ ସହ ରହିବା ପାଇଁ ଚାହୁଁଥିଲା। ଶେଖର ଆଶ୍ଚର୍ଯ୍ୟ ସହ ଖୁସି ହେଇଗଲେ ସୌମ୍ୟାର କଥା ଶୁଣି। ସେ ବି ଚାହୁଁନଥିଲେ ଶୀଘ୍ର ରୁମ୍କୁ ଫେରିଯିବାକୁ। ତଥାପି କିଛି ପ୍ରତିକ୍ରିୟା ନ ରଖି କହିଲେ, ଲେଟ୍ ହେଇଯିବ ଘରକୁ ଗଲାବେଳେ। ସୌମ୍ୟା ଆଉ କିଛି ନ କହି ଚୁପଚାପ ଯାଇ ଗାଡ଼ି ଭିତରେ ବସିଗଲା। ଶେଖର ବୁଝିପାରିଲେ ସୌମ୍ୟା ଅଭିମାନ କରିଛି। ସେ ସୌମ୍ୟାକୁ ଅନେବାରୁ ସୌମ୍ୟା ଆଖି ବନ୍ଦ କରି ବସିଗଲା। ଶେଖର ସୌମ୍ୟାକୁ କିଛି ନ କହି ଗାଡ଼ି ବୁଲେଇଲେ କୋଣାର୍କ ଆଡ଼େ। କିଛି ବାଟ ଗଲା ପରେ ଶେଖର ସୌମ୍ୟା ଦୁଇଥର ଡାକିଲା ପରେ ବି ସୌମ୍ୟାଠୁ କିଛି ଉତ୍ତର ନ ପାଇ ପୁଣି ଥରେ ଶ୍ରୀମତୀ ଡାକିଲେ। ଆଉ ଏଥର ସୌମ୍ୟା ନିଜକୁ ରଖିପାରିଲାନି। ତ ହଁ ଶେଖର କୁହ, ସୌମ୍ୟାର ପ୍ରତ୍ୟୁତ୍ତରେ ଦୁହେଁ ହସିବାକୁ ଲାଗିଲେ। ଗାଡ଼ି ନେଇ ଏକ ଜଳଖିଆ ଦୋକାନରେ ଅଟକେଇ ଖାଇନେବା, ସକାଳୁ କିଛି ଖାଇନେ। ଗାଡ଼ିରୁ ଓହ୍ଲେଇ ସୌମ୍ୟା ଦେଖେ ତ ଏ ରାସ୍ତା ତ ହୋଟେଲ ଆଡ଼େ ନୁହେଁ। ସେ ଯେତେବେଳେ ପ୍ରଶ୍ନଭରା ଚାହାଣୀରେ ଶେଖରଙ୍କୁ ଅନେଇଛି, ଶେଖର ବାସ୍ ଗୋଟେ ଛୋଟ ହସଟିଏ ହସିଦେଲେ। ସୌମ୍ୟାକୁ ବୁଝିବାକୁ ବାକି ନଥିଲା ଏବେ ସେମାନେ ସତରେ କୋଣାର୍କ ଆଡ଼େ ଯାଉଛନ୍ତି। ସୌମ୍ୟା ମୁହଁରୁ ହସ ବନ୍ଦ ହେଉନଥାଏ। ସ୍ପଷ୍ଟ ବାରି ହେଉଥିଲା ଯେ ସୌମ୍ୟା ଏତେ ଛୋଟ କଥା ପାଇଁ କେତେ ଖୁସି। ଶେଖର ନିଜକୁ ଯେତେ ଦୂରରେ ରହିଲେ ମଧ୍ୟ ବାର ବାର ସୌମ୍ୟାର ପ୍ରେମରେ ପଡ଼ିଯାଉଥିଲେ। ଓଏ, କ'ଣ ଭାବୁଛ? ନା କିଛି ନାହିଁ। ହଉ ତମେ ବସ, ମୁଁ ଖାଇବା ନେଇ ଆସୁଛି କହି ଶେଖର ଖାଇବା ଆଣିବା ପାଇଁ ଗଲେ। କିଛି ସମୟ ପରେ ଯେତେବେଳେ ଫେରିଆସି ଦେଖନ୍ତି ତ ସୌମ୍ୟା ଜାଗାରେ ନାହିଁ। ଶେଖରଙ୍କ ହାଲତ ଶୁଖିଗଲା। ସୌମ୍ୟା କୁଆଡ଼େ ଗଲା? ଶ୍ରୀମତୀ ପୁଣି ଥରେ ରୋହିତ, ମୁଁ ତାକୁ ଛାଡ଼ିକି କାହିଁକି ଯାଉଥିଲି? ଶେଖର ଅସ୍ତବ୍ୟସ୍ତ ହୋଇ ଚାରିଆଡ଼େ ଖୋଜିବାକୁ ଲାଗିଲେ। ଜେଜେମା, ମାମା ପାପା କେବେ ଆସିବେ? ମୋତେ ଆଜି ଫୋନ୍ ବି କରୁନାହାନ୍ତି। ଆରେ ବ୍ୟସ୍ତ କାହିଁ ହେଉଛୁ, ତୋ ମାମା ପାପା ଆସିଯିବେ। ବୁଲିବାକୁ ଯାଇଛନ୍ତି ତ ଆସିବେ ମାମା, ମୋତେ ପାପା କାହିଁକି ସାଙ୍ଗରେ ନେଲେ ନାହିଁ? କିନ୍ତୁ ଜେଜେମା, ତମକୁ ଗୋଟେ କଥା କହିବି। ମାମାକୁ କହିବନି ନା? ମାମା ନାହିଁ, ଭଲ ହେଇଛି, ନହେଲେ ମୋ ମୁଣ୍ଡ ଖରାପ କରିଥାନ୍ତେ ପାଠ ପଢ଼େଇ। ଏଥର ପାପାକୁ କହିବାକୁ ପଡ଼ିବ, ମାମାକୁ ସବୁ ମାସ ବୁଲେଇ ନେବେ। କେତେ କଥା କହୁଛି ମୋ କଣ୍ଢେଇ। ଜେଜେବାପାଙ୍କ ଆବାଜ ଶୁଣି ଜେଜେବାପା ଡାକି ଦୌଡ଼ିଗଲା ସୋନାଲି। ଜେଜେବାପା ଆସିଗଲେ। ଦୌଡ଼ୁ ଦୌଡ଼ୁ ସୋନାଲିର ଗୋଡ଼ ଖସିଗଲା। ମୁଣ୍ଡ ଫାଟି ରକ୍ତ ବାହାରିବାକୁ ଲାଗିଲାଣି। ସଙ୍ଗେ ସଙ୍ଗେ ସୋନାଲିକୁ ନେଇ ବାହାରକୁ ଆସିଲେ। ଅଟୋ ଗୋଟେ ବି ନଥାଏ। ସୋନାଲି ଘରେ ସମସ୍ତଙ୍କ ଜୀବନ। ବ୍ୟସ୍ତ ହୋଇ ଉଠିଲେ ସାମନ୍ତରାୟ ବାବୁ। ଯେତେ ଅଟୋ ଅଟକାଉଥାନ୍ତି କେହି ବି ରହୁନଥିଲେ। ହଠାତ୍ କୁଆଡ଼ୁ ଏକ ଲୋକ ଆସି, ବସନ୍ତୁ ସାର୍, ହସ୍ପିଟାଲ ଯିବା, ଏଇଠି ଅଟୋ ମିଳିବା କଷ୍ଟ। ସାମନ୍ତରାୟ ବାବୁ ଆଉ କିଛି ନ ଭାବି ବସିଗଲେ। ଶେଖର ହୋଟେଲ ସାରା ଦେଖି ସାରିଲେଣି, ସୌମ୍ୟା କୋଉଠି ବି ନାହିଁ। ସେ ନିଜକୁ ଦୋଷୀ ମନେ କରିଥାନ୍ତି ସୌମ୍ୟା ପାଇଁ। ହୋଟେଲ ବାହାରକୁ ଆସି ଖୋଜିବାକୁ ଲାଗିଲେ। ମନର ମଣିଷ ଯାହା ବି ହଉ, କିନ୍ତୁ ପାଖରେ ଆଖି ସାମ୍ନାରେ ଥାଉ। ଶେଖରଙ୍କ ଅବସ୍ଥା କାନ୍ଦ କାନ୍ଦ ହେଇଯାଉଛି। ମୁଁ ଆଉ ସୌମ୍ୟାକୁ ହଜେଇ ଦେଇନି ତ? 2-4 ଦିନ ଭିତରେ ଏତେ କିଛି ହେଇଗଲାଣି। ଶେଖରଙ୍କ ମୁଣ୍ଡରେ କିଛି ଭଲ ଚିନ୍ତାଧାରା ବି ଆସୁନଥିଲା। ସୌମ୍ୟା ଏବେ କୋଉଠି? ଶେଖର କ'ଣ ସୌମ୍ୟାକୁ ଖୋଜି ପାଇବେ? ଜାଣିବା ପାଇଁ
चैनल को सब्सक्राइब करनियंतु एवं स्टोरी जदि भल लाଗୁଛି लाइक आउ शेयर करनियंतु जहाँ फल प्रतिदिन नुआ नुआ कहानी शुणा को आपण पाइबे।